ପାଠ ନମ୍ବର 11 ନଈଗଲା ଆପେ ମଥା ଲେଖିଛନ୍ ଶ୍ରୀ ବଟକୃଷ୍ଣ ଓଝା। 1 ନମ୍ବର ପ୍ରଶ୍ନ କହୁଛି ଏହି କବିତାରେ ବର୍ଣ୍ଣିତ ଅନନ୍ତ କିଏ? ନଈଗଲା ଆପେ ମଥା କବିତାରେ ବର୍ଣ୍ଣିତ ଅନନ୍ତ ହେଉଛନ୍ତି ପ୍ରଚରାକ ଅନନ୍ତ ମିଶ୍ର। ସେ ଗୋପବନ୍ଧୁଙ୍କ ସହକର୍ମୀ ଥିଲେ। ଗୋପବନ୍ଧୁଙ୍କୁ ଦୁଃଖୀ ଜନତାର ସେବା କାର୍ଯ୍ୟରେ ସାହାଯ୍ୟ କରିବା ଅନନ୍ତ ମିଶ୍ର କାର୍ଯ୍ୟ କରିଥିଲା। ସେ ଗାଁ ଗାଁ ବୁଲି ଦୁଃଖୀ ଅସହାୟଙ୍କ କଥା ବୁଝୁଥିଲେ ଓ ସେମାନଙ୍କ ସେବା ଯତ୍ନ କରୁଥିଲେ। ଖ ନମ୍ବର ଗୋପବନ୍ଧୁଙ୍କ ମନ ଅସ୍ଥିର ହେଲା କାହିଁକି? ଗୋପବନ୍ଧୁ ଦୁଃଖୀ ଦରିଦ୍ର ଓ ଅସହାୟ ହେବା ସେବାକୁ ଜୀବନର ବ୍ରତ କରି ନେଇଥିଲେ। ଗୋପବନ୍ଧୁଙ୍କ ପାଖରେ କେତେଜଣ ସହକର୍ମୀ କାର୍ଯ୍ୟ କରୁଥିଲେ। ସେମାନେ ମଧ୍ୟ ଜନସେବା କରିବାରେ ନିଜକୁ ନିୟୋଜିତ କରିଥିଲେ। ସେହି କାର୍ଯ୍ୟକର୍ମୀମାନଙ୍କ ମଧ୍ୟରୁ ଅନନ୍ତ ଥିଲେ ଅନ୍ୟତମ। ସେ ସାଇକେଲଟି କିଣିବା ପାଇଁ ମନ କରିଛନ୍ତି ଜାଣି ଗୋପବନ୍ଧୁଙ୍କ ମନ ଅସ୍ଥିର ହେଲା, କାରଣ ସେ ଜାଣିଥିଲେ ଅନନ୍ତ ସାଇକେଲଟି କିଣିଲେ ଗାଁ ଗଣ୍ଡରେ କାଦୁଅ ରାସ୍ତାରେ ପଶି ଦୁଃଖୀଙ୍କ କଥା ବୁଝିପାରିବେ ନାହିଁ। ଏହି କବିତାରେ ଦାସେ ଆପଣା କାହା ଉଦ୍ଦେଶ୍ୟରେ କୁହାଯାଇଛି? ନଈଗଲା ଆପେ ମଥା କବିତାରେ ଦାସେ ଆପଣା ଗୋପବନ୍ଧୁଙ୍କ ଉଦ୍ଦେଶ୍ୟରେ କୁହାଯାଇଛି। ଅନନ୍ତ କାହିଁକି ଦୁଃଖରେ ଭାଲି ହେଲେ? ଅନନ୍ତ ସାଇକେଲଟିଏ କିଣିବା ପାଇଁ ଇଚ୍ଛା କରିଥିଲେ। ସେଥିପାଇଁ ସେ କିଛି ଟଙ୍କା ସଞ୍ଚୟ କରିଥିଲେ। ଏ କଥା ଜାଣିପାରି ଗୋପବନ୍ଧୁଙ୍କ ସେଦିନ ଫେରାଇ ଦେବାକୁ କହି ତାଙ୍କଠାରୁ ସେଇ ଟଙ୍କା ତ ଉଧାର ନେଇଗଲେ। ମାତ୍ର ବର୍ଷଟିଏ ବିତି ଯାଇଥିଲେ ବି ବନ୍ଧୁ ଅନନ୍ତକୁ ଟଙ୍କା ଫେରାଇ ନଥିଲେ। ତେଣୁ ଅନନ୍ତ ସାଇକେଲଟିଏ କିଣି ନ ପାରି ଦୁଃଖରେ ଭାଲି ହେଉଥିଲେ। ଏହି କବିତାରେ କେଉଁ ସ୍ଥାନକୁ ସ୍ୱର୍ଗପୁର କୁହାଯାଇଛି? ଗୋପବନ୍ଧୁଙ୍କ ସହକର୍ମୀ ଅନନ୍ତ ମିଶ୍ର ଯେଉଁ ସ୍ଥାନରେ ଦୁଃଖୀଙ୍କ ସେବା କରୁଥିଲେ ଓ ସେମାନଙ୍କ ଭଲ ମନ୍ଦ ବୁଝୁଥିଲେ ସେହି ସ୍ଥାନକୁ କବିତା ସ୍ୱର୍ଗପୁର କୁହାଯାଇଛି। 2 ନମ୍ବର କହିছে ଇ ଯେନ୍ ପଦ ମନ ଅଛି କି ଛାଡ଼ିଛେ ବହିରେ ଡରିକି ଲେଖବ। ଚାରି ନମ୍ବର ହେଉଛି ଯେପରି ବରଷର ଗଦ୍ୟର ବର୍ଷ ସେହିପରି ଏହି କବିତାର ଆଉ କେଉଁ ଶବ୍ଦକୁ ଗଦ୍ୟ ରୂପେ ଲେଖିବ ବାଛି ଲେଖା ହେଉଛି ହେଲା ବରଷେ ବର୍ଷେ, ଅଳ୍ପ ଅଳ୍ପ, ବରଷା ବର୍ଷା, ସରଗପୁର ସ୍ୱର୍ଗପୁର, ମୁକୁତା ମୁକ୍ତା, ସରଗ ସ୍ୱର୍ଗ, ମରମ ମର୍ମ, ହୋଇଲା ହେଲା। 5 ନମ୍ବର କହୁଛି ଘରକୁ ଘର ଏହାକୁ ମଧ୍ୟରେ ଘର ଘର ବୋଲି ଲେଖାଯାଇପାରେ। ଏମିତି ଦେଇଛେ ତାକେ କରୁ ପ୍ରଶ୍ନ ଉତ୍ତର ହେଲା ବର୍ଷକୁ ବର୍ଷ, ବର୍ଷ ବର୍ଷ, ଦ୍ୱାରକୁ ଦ୍ୱାର, ଦ୍ୱାର ଦ୍ୱାର, ମାସକୁ ମାସ, ମାସ ମାସ, ଜଣକୁ ଜଣ, ଜଣ ଜଣ, ଗାଁକୁ ଗାଁ, ଗାଁ ଗାଁ, ଦେଶକୁ ଦେଶ, ଦେଶ ଦେଶ। 6 ନମ୍ବର ପ୍ରଶ୍ନ ହେଉଛି ଦୁଇଟି ପାଦକୁ ଚରଣ ଯୁଗଳ କହିବା ପରେ ତଳେ ଲେଖା ହେଇଥିବା କ'ଣ କୁହାଯିବ? ଦୁଇଟି ଚକ୍ଷୁ, ଚକ୍ଷୁ ଯୁଗଳ, ନୟନ ଯୁଗଳ, ନେତ୍ର ଯୁଗଳ। ଦୁଇଟି ହସ୍ତ, ହସ୍ତ ଯୁଗଳ, କର ଯୁଗଳ। ଦୁଇଟି ମୂର୍ତ୍ତି, ମୂର୍ତ୍ତି ଯୁଗଳ। ଦୁଇଟି ପକ୍ଷୀ, ପକ୍ଷୀ ଯୁଗଳ। 7 ନମ୍ବର ପ୍ରଶ୍ନ ହେଉଛି ହାସ ଶବ୍ଦ ପୂର୍ବରୁ ଦର ଲାଗିଲେ ଦର ହାସ। ଏମିତି ପାଚିଲା, ଦର ପାଚିଲା, କଞ୍ଚା, ଦର କଞ୍ଚା, ପୋଡ଼ା, ଦର ପୋଡ଼ା, ବୁଢ଼ା, ଦର ବୁଢ଼ା, ଭଙ୍ଗା, ଦର ଭଙ୍ଗା, ସିଝା, ଦର ସିଝା। ତଳ ପ୍ରଶ୍ନ ଗୁଡ଼ିକର ଉତ୍ତର ଲେଖିବାକୁ ହୋଇଛି। 8 ନମ୍ବର ଗୋପବନ୍ଧୁ ଅନନ୍ତକୁ ପାଖକୁ ଡାକିଲେ କ'ଣ କହିଲେ? ଗୋପବନ୍ଧୁ ଅନନ୍ତକୁ ଡାକି କହିଲେ ଯେ ସେ ବଡ଼ ଅସୁବିଧାରେ ଅଛନ୍ତି।
ପାଖରେ କିଛି ଟଙ୍କା ଥିଲେ ତାଙ୍କୁ 2-4 ଦିନ ପାଇଁ ଉଦ୍ଧାର ଦେବାକୁ ସେ କହିଥିଲେ। ଖ ନମ୍ବର ଅନନ୍ତ କେଉଁମାନଙ୍କ ଖବର ସଂଗ୍ରହ କରୁଥିଲା? ଗୋପବନ୍ଧୁଙ୍କ ସହକର୍ମୀ ପ୍ରଚାରକ ଅନନ୍ତ ମିଶ୍ର ବର୍ଷା ବଡ଼ିରେ ଅପରାନ୍ତର ବାଟ ଦେଇ ଗାଁ ଗାଁ ବୁଲି ଭୋକ ଉପାସ ଥିବା ଲୋକମାନଙ୍କ ଖବର ସଂଗ୍ରହ କରୁଥିଲା। ଅନନ୍ତ ଲଜ୍ଜିତ ହେଲେ କାହିଁକି? ଅନନ୍ତ ଯେତେବେଳେ ଜାଣିଲେ ଯେ ସାଇକେଲଟିଏ କିଣିଲେ ସେ ଅପନ୍ତରା କାଦୁଅ ରାସ୍ତାରେ ଫସିଯାଉ ଆଉ ଦୁଃଖୀଙ୍କର ସେବା କରିପାରିବେ ନାହିଁ ବୋଲି ସେ ଗୋପବନ୍ଧୁ ଜାଣିଶୁଣି ଧାର ଟଙ୍କା ଫେରାଇ ନାହାନ୍ତି। ସେତେବେଳେ ସେ ଗୋପବନ୍ଧୁଙ୍କ ହୃଦୟ କଥା ବୁଝିପାରିଲେ ଆଉ ଲଜ୍ଜିତ ହେଲେ। ଗୋଟେ ଦେଇଛେ ଏହି ପଦଟିର ଅର୍ଥ ନିଜ ହାତରେ ବୁଝାଇ ଲେଖ। ଗୋଟେ ଗୀତ ଦେଇଛି ତାକେ ସରଳାର୍ଥ ଲେଖ କହିଛି ଯେନ୍ଟାକି ଖୁବ୍ ବଡ଼ ଅଛି। ତମେ ୱେବସାଇଟ୍ ଦେଖି ଲେଖିପାରିବ।